ପକ୍ଷରୁ ଆପଣଙ୍କୁ ସ୍ୱାଗତ। ବାଲେଶ୍ୱର ITI ପଡ଼ିଆରେ ବୁଧବାର 23ତମ ଜାତୀୟ ସ୍ତରୀୟ ଶିଳ୍ପ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ଏକ୍ସପୋ ଓଡ଼ିଶା 2026 ଉଦ୍ଘାଟିତ ହୋଇଛି। ରାଜ୍ୟ ଶାସକ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏହି ମେଳାକୁ ଉଦ୍ଘାଟନ କରିଥିଲେ। ଦୀର୍ଘ 22 ବର୍ଷ ଧରି ଚାଲି ଆସିଥିବା ଏହି ଏକ୍ସପୋ ଜିଲ୍ଲା ପାଇଁ ଗୌରବ ଆଣିଛି। ଶିଳ୍ପାୟନ ଅଭିବୃଦ୍ଧିରେ ଏକ୍ସପୋ ଓଡ଼ିଶା ଜିଲ୍ଲାର ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିଥାଏ ବୋଲି ଶ୍ରୀ ଦାସ କହିଥିଲେ। ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଭାରତ ସରକାରଙ୍କ MSME ଉନ୍ନୟନ ବିଭାଗ ନିର୍ଦ୍ଦେଶକ PK ଗୁପ୍ତା, ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ P ପ୍ରଭାକର ରାଓ, ଉତ୍ତର ଓଡ଼ିଶା ଶିଳ୍ପ ଓ ବାଣିଜ୍ୟ ମହାସଂଘ ନସିର ସଭାପତି ପ୍ରଜୟ କୁମାର ଡାଭେ, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘ ସମ୍ପାଦକ ରାଜେଶ ଖଣ୍ଡେଲୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଳ୍ପାୟନ ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ ସ୍ଥାନୀୟ ଅର୍ଥନୀତି ବିକାଶରେ ସହାୟକ ହୋଇଥାଏ ବୋଲି କହିଥିଲେ। ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରିଜ୍ ଆଣ୍ଡ କମର୍ସ BCICର ସଭାପତି ତଥା ଶିଳ୍ପପତି ସଞ୍ଜୟ ଦାସ ଏଥିରେ ଅଧ୍ୟକ୍ଷତା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶିଳ୍ପୋଦ୍ୟୋଗୀ ଅଞ୍ଜଳି ପଣ୍ଡା, ଯୁଗଳ ରାଠି, ଭଗବାନ ଦାସ ଗୁପ୍ତା, ମହେଶ ଖଣ୍ଡେଲୱାଲ, ରାଜଗୋପାଳ ସାହୁ, ଅଜୟ କୁମାର ଜୈନ, ଇଞ୍ଜିନିୟର ଶ୍ୟାମସୁନ୍ଦର ମିଶ୍ର, ଡକ୍ଟର ରାମାନୁଜ ପଣ୍ଡା, ମୟୂର ଗୁପ୍ତା, ପ୍ରଜୟ କୁମାର ଦାଭେ, ପୀତବାସ ବେହେରା, ବିଜୟ କୁମାର ଗୁପ୍ତା, ସତ୍ୟନାରାୟଣ ନାୟକ ସମେତ ଇମାମି ପେପର ମିଲ୍ସକୁ ସମ୍ବର୍ଦ୍ଧିତ କରାଯାଇଥିଲା। BCIC ସାଧାରଣ ସମ୍ପାଦକ ସୁନୀଲ କୁମାର ମୋଦି ଧନ୍ୟବାଦ ଦେଇଥିଲେ। ସଭା ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଏକ୍ସପୋରେ ବିଭିନ୍ନ ବର୍ଗର 300ରୁ ଅଧିକ ଷ୍ଟଲ ଖୋଲାଯାଇଛି। ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଏକ୍ସପୋରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଶିଳ୍ପାନୁଷ୍ଠାନ ଅଂଶଗ୍ରହଣ କରିଛନ୍ତି। ରାଧାନାଥ ରଥ ଓ ଅରବିନ୍ଦ ସାହୁଙ୍କ ସମେତ BCICର ସମସ୍ତ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଧନ୍ୟବାଦ।